ଘୋଡ଼ାଟିଏ ଥିଲା। ସେ ଘାସପୂର୍ଣ୍ଣ ପଡ଼ିଆରୁ ନିତି ଘାସ ଖାଇ ପାଖ ଝରଣାରୁ ପାଣି ପିଇ ଖୁସିରେ ରହୁଥିଲା। ଦିନେ ସେ ଦେଖିଲା ସେହି ପଡ଼ିଆରୁ ହରିଣଟିଏ ଆସି ଘାସ ଖାଉଛି। ସେ ଯାଇ ହରିଣକୁ କହିଲା, ଏଇଟା ମୋ ଘାସ ପଡ଼ିଆ, ତୁ ଏଠାରୁ ଘାସ ଖାଇପାରିବୁ ନାହିଁ। ହରିଣ କହିଲା, ଏ ପଡ଼ିଆଟା କ'ଣ ତୁମ ନାଁରେ ଲେଖାଯାଇଛି? ଆମେ ସମସ୍ତେ ଘାସ ଖାଇବା ପାଇଁ ଏହା ପ୍ରକୃତି ଦାନ କରିଛି। ଏଥିରେ ତୁମର ଯେତିକି ଅଧିକାର ଅଛି, ମୋର ମଧ୍ୟ ସେତିକି ଅଧିକାର ଅଛି। ଏଣୁ ମୁଁ ଏଠାରୁ ନିଶ୍ଚୟ ଘାସ ଖାଇବି। ଏହା ଶୁଣି ଘୋଡ଼ା ଖୁବ୍ ରାଗିଗଲା। ତାକୁ ମାରିବାକୁ ଧାଇଁଲା। ହେଲେ ହରିଣ କୁଦା ମାରି ଦୌଡ଼ି ପଳାଇଲା। ତା ଦୌଡ଼ାକୁ ଘୋଡ଼ା ପାରିଲା ନାହିଁ। କିଛି ସମୟ ପରେ ଜଣେ ଲୋକ ଧନୁଶର ଧରି ଶିକାର କରିବା ପାଇଁ ସେହି ବାଟ ଦେଇ ଯାଉଥିଲା। ଘୋଡ଼ା ଯାଇ ତାକୁ କହିଲା, ତୁମେ ଶିକାର କରିବାକୁ ଯାଉଛ? ଏତେ ଖୋଜାଖୋଜି କରିବ କାହିଁକି? ମୁଁ ସୁବିଧାରେ ତୁମକୁ ଏକ ହରିଣ ଶିକାର କରାଇଦେବି। ଲୋକଟି କହିଲା, କିପରି? ଘୋଡ଼ା କହିଲା, ଏଇଟା ମୋ ଘାସ ପଡ଼ିଆ, ମାତ୍ର ହରିଣଟିଏ ଆସି ମୋ କଥା ନ ମାନି ଏଥିରୁ ଘାସ ଖାଇଦେଉଛି। ତୁମେ ତାକୁ ଧନୁଶରରେ ମାରିଦେଲେ ତୁମେ ଶିକାର ପାଇଯିବ ଏବଂ ମୋ ଘାସ ପଡ଼ିଆଟି କେବଳ ମୋର ହୋଇ ରହିବ। ଲୋକଟି କହିଲା, ଏ ଖୋଲା ପଡ଼ିଆରେ ହରିଣ ମୋତେ ଦେଖିଲେ ଦୌଡ଼ି ପଳାଇବ। ମୁଁ କ'ଣ ତା ପଛରେ ଦୌଡ଼ି ପାରିବି? ଘୋଡ଼ା କହିଲା, ସେଥିପାଇଁ ଚିନ୍ତା କର ନାହିଁ, ମୁଁ ଖୁବ୍ ବେଗରେ ଦୌଡ଼ିପାରେ। ତୁମେ ମୋ ପିଠିରେ ବସ, ମୁଁ ହରିଣ ପଛରେ ଦୌଡ଼ିବି। ତୁମେ ସୁବିଧା ଦେଖି ଧନୁରେ ସରଜୋଖି ତାକୁ ମାରିଦେବ। କାହିଁ ହେଲା? ଲୋକଟି ଘୋଡ଼ା ପିଠିରେ ଧନୁଶର ଧରି ବସି ରହିଲା। ହରିଣ ଆସିବା କ୍ଷଣି ଘୋଡ଼ା ତା ପଛରେ ଦୌଡ଼ିଲା। ଲୋକଟି ବିନା ପରିଶ୍ରମରେ ଖୁବ୍ ଆରାମରେ ବସି ସର ମାରି ହରିଣଟିକୁ ଶିକାର କଲା। ହେଲେ ସେ ଆଉ ଘୋଡ଼ାକୁ ଛାଡ଼ିଲା ନାହିଁ। ସେ ଭାବିଲା, ଘୋଡ଼ାକୁ ଘରେ ବାନ୍ଧି ରଖି ତା ଉପରେ ବସି ମୁଁ ଦୂର ସ୍ଥାନକୁ ଶୀଘ୍ର ଯାଇପାରିବି। ଏହାକୁ ଲଗାଇ ଗାଡ଼ି ଟଣାଇ ପାରିବି। ଏ ମୋର ବହୁତ କାମରେ ଲାଗିବ। ତେଣୁ ସେ ଘୋଡ଼ାଟିକୁ ବାନ୍ଧି ନେଇ ତା ଘରେ ରଖି ତାକୁ ବିଭିନ୍ନ କାମରେ ଲଗାଇଲା। ବଣରେ ଚରି ବୁଲି ଆରାମରେ ରହୁଥିବା ଘୋଡ଼ାଟି ଶେଷରେ କଷ୍ଟ ସହି ମନ ଦୁଃଖରେ ରହିଲା।